ମୁଁ ସୁସ୍ମିତା ରଥ। ଆଜି ଆମେ ଡେ 11ର ଆଫର୍ମେସନ୍ କରିବା, ଯାହା ହେଉଛି ମୋର ନିଜର ଯୋଗ୍ୟତା ନାହିଁ। ତାର ହେଉଛି ମୁଁ ବ୍ରହ୍ମାଣ୍ଡ ପ୍ରତି ଗଭୀର କୃତଜ୍ଞ, କାରଣ ସେ ପ୍ରେମର ସହିତ ମୋର ନିଜ ଯୋଗ୍ୟତା ସହିତ ମୋର ସମ୍ପର୍କକୁ ସୁସ୍ଥ କରୁଛି। ଆଉ ଥରେ କହିଦେଉଛି ଧୀରେ ଧୀରେ। ମୁଁ ବ୍ରହ୍ମାଣ୍ଡ ପ୍ରତି ଗଭୀର କୃତଜ୍ଞ, କାରଣ ସେ ପ୍ରେମର ସହିତ ମୋର ନିଜ ଯୋଗ୍ୟତା ସହିତ ମୋର ସମ୍ପର୍କକୁ ସୁସ୍ଥ କରେ। ତାପରେ ହେଉଛି ତାର ଇଂଲିଶର, ଆଇ ଏମ୍ ଟ୍ରୁଲି ଗ୍ରେଟଫୁଲ୍ ଟୁ ୟୁନିଭର୍ସ ବିକଜ ଇଟ୍ ଲଭିଂଲି ହିଲ୍ ମାଇ ରିଲେସନସିପ୍ with my own worthiness. ଏହାକୁ ଆପଣ ଯେତେବେଳେ ମିରରରେ ଦେଖିକିନା କହିବେ, ଫାଷ୍ଟ ପ୍ରଥମେ ଆପଣ 40 ଥର ଆଫର୍ମେସନକୁ ଲେଖିବେ, ତାପରେ ତାକୁ ମିରରରେ ଦେଖିକିନା କହିବେ। ସେତେବେଳେ ପ୍ରଥମେ ଭାବିବେ ମୁଁ ମୋର ନିଜ ଯୋଗ୍ୟତା, ନିଜର ମୂଲ୍ୟବୋଧ ଏବଂ ନିଜ ପ୍ରତି ସମ୍ମାନ ସହିତ ଯେଉଁ ସମ୍ପର୍କ ଅଛି, ସେଥିରେ ବ୍ରହ୍ମାଣ୍ଡର ଆସ୍ଥା, ପ୍ରେମ ଓ ସମ୍ମାନର ସହିତ ହିଲିଂ କରୁଛି। ମୁଁ ଏବେ ନିଜକୁ ନିଜେ ଅଧିକ ମୂଲ୍ୟବାନ, ଅଧିକ ପ୍ରେମଯୋଗ୍ୟ ଏବଂ ଅଧିକ ସମ୍ମାନଯୋଗ୍ୟ ଭାବରେ ଅନୁଭବ କରୁଛି। ମୋର ମନର ପୁରୁଣା ଘା, ଅସୁରକ୍ଷା, ଅପର୍ଯ୍ୟାପ୍ତତା ଓ ନେଗେଟିଭ ବିଶ୍ୱାସ ଗୁଡ଼ିକୁ ଶାନ୍ତ ଭାବରେ ବାହାର କରି ଚାଲିଛି। ମୋ ଭିତରେ ଏକ ନୂତନ ଆତ୍ମବିଶ୍ୱାସ, ନୂତନ ଶକ୍ତି, ନୂତନ ସ୍ୱୀକୃତି ଜନ୍ମ ନେଇଛି। ମୁଁ ଆଜି ନିଜର ଯୋଗ୍ୟତାକୁ ସମ୍ମାନ କରୁଛି ଏବଂ ସେଥିପାଇଁ ନିଷ୍ଠାପୂର୍ବକ ବ୍ରହ୍ମାଣ୍ଡକୁ କୃତଜ୍ଞତା ଜଣାଉଛି। ମୁଁ ନିଜକୁ ଗଭୀର ଭାବେ ଯୋଗ୍ୟ ଏବଂ ମୂଲ୍ୟବାନ ମନେ କରେ। ମୁଁ ପ୍ରେମ, ସମ୍ମାନ, ଭଲ ପାଇବା ପାଇଁ ପୂର୍ଣ୍ଣ ଭାବେ ଯୋଗ୍ୟ। ମୋର ମନ ଏବଂ ହୃଦୟ ସ୍ୱୀକୃତି ଓ ଆତ୍ମବିଶ୍ୱାସରେ ପୂର୍ଣ୍ଣ। ମୁଁ ନିଜକୁ ମାଫ କରୁଛି ଏବଂ ପ୍ରେମର ସହିତ ସ୍ୱୀକାର କରୁଛି। ମୁଁ ନିଜ ସମ୍ପର୍କ ପ୍ରେମରେ ଏବଂ ଆଦରରେ ହିଲ୍ କରୁଛି। ମୁଁ ନିଜ ମନ, ଦେହ, ଆତ୍ମାକୁ ସମ୍ମାନ କରୁଛି। ମୁଁ ନିଜ ପ୍ରେମ, ସହାନୁଭୂତି ଏବଂ କରୁଣାରେ ପୂର୍ଣ୍ଣ। ମୋର ପୁରୁଣା ଅସୁରକ୍ଷା ଓ ଭୟକୁ ମୁଁ ଭୁଲି ଯାଉଛି। ମୋର ନିଜର ୱର୍ଦିନେସକୁ ପୁନଃ ସ୍ମରଣ କରୁଛି। ମୁଁ ଶକ୍ତିଶାଳୀ, ଶାନ୍ତି ଏବଂ ବିଶ୍ୱାସୀ। ମୋର ଉପସ୍ଥିତି ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ। ମୋର ଉପସ୍ଥିତି ମୂଲ୍ୟବାନ ଏବଂ ମୋର ନିଜର ଅସ୍ତିତ୍ୱ ମହତ୍ତ୍ୱପୂର୍ଣ୍ଣ। ମୁଁ ନିଜ ଜୀବନରେ ସୁନ୍ଦର ଜିନିଷ ଗୁଡ଼ିକୁ ଡିଜର୍ଭ କରେ। ପ୍ରତିଦିନ ମୋର ୱର୍ଦିନେସ୍ ବଢ଼ୁଛି। ମୁଁ ନିଜ ଆଲୋକର ନିର୍ଭୟ ଭାବେ ଚମକୁଛି। ତାପରେ ଆପଣ ଆଖିକୁ ବନ୍ଦ କରନ୍ତୁ ଏବଂ ନିଶ୍ୱାସ ନିଅନ୍ତୁ। ଏହି ମେଡିଟେସନ ମାଧ୍ୟମରେ ହୃଦୟକୁ କେନ୍ଦ୍ରକୁ ନେଇଯାଆନ୍ତୁ। ସେଠାରେ ଗୋଟିଏ ଗରମ ସୁନାର ଗୋଲ୍ଡେନ ରୋଶନୀ ଆଲୋକ କରୁଛି। ଏହି ଆଲୋକ ପ୍ରେମ,
କରୁଣା ଏବଂ ସ୍ୱୀକୃତି, ଏହା ଆସ୍ତେ ଆସ୍ତେ ଆପଣଙ୍କ ଅସୁରକ୍ଷା ଓ ପୁରୁଣା ଘାକୁ ସମାପ୍ତ କରିଦେଉଛି। ଅନୁଭବ କରନ୍ତୁ ଆପଣ ପୁରାପୁରି ସୁରକ୍ଷିତ। ଆପଣ ଏବେ ସମ୍ମାନ ଯୋଗ୍ୟ, ଆପଣ ପ୍ରେମ ଯୋଗ୍ୟ। ଆପଣଙ୍କ ସାମ୍ନାରେ ଗୋଟିଏ ସୁନ୍ଦର ଆଲୋକମୟ ନିଜକୁ ନିଜେ ଦେଖନ୍ତୁ। ଭାବନ୍ତୁ ସୁନ୍ଦର, ଶକ୍ତିଶାଳୀ ଏବଂ ବିଶ୍ୱାସରେ ଆପଣ ପରିପୂର୍ଣ୍ଣ। ମନ ଭିତରେ କହନ୍ତୁ, ମୁଁ ଯୋଗ୍ୟ, ମୁଁ ପ୍ରେମର ଯୋଗ୍ୟ, ମୁଁ ସମ୍ମାନର ଯୋଗ୍ୟ। ଏହି ଶବ୍ଦ ଗୁଡ଼ିକୁ ଆପଣ ଅନୁଭବ କରନ୍ତୁ ଆପଣଙ୍କ ମନ ଭିତରୁ, ହୃଦୟ ଭିତରୁ। ଏହି ରୋଶନୀ ଆପଣ ଯେତେବେଳେ ଅନୁଭବ କରୁଛନ୍ତି ଆପଣଙ୍କ ଶରୀର ଭିତରକୁ ପ୍ରବେଶ କରୁଛି। ପୁରୁଣା ଦୁଃଖ, କଷ୍ଟ, ବେଦନାକୁ ବାହାର କରୁଛି ଏବଂ ନୂତନ ଆତ୍ମବିଶ୍ୱାସକୁ ଜନ୍ମ ଦେଉଛି। ବ୍ରହ୍ମାଣ୍ଡ ସବୁବେଳେ ଏକଥା ମୋତେ ଜଣାଉଛି, ତୁମେ ସବୁ ଭଲ ପାଇଁ ଯୋଗ୍ୟ। ମୁଁ ତୁମକୁ ବହୁତ ପ୍ରେମ କରେ। ଏହି ପ୍ରେମକୁ ଗ୍ରହଣ କରନ୍ତୁ। ହୃଦୟକୁ ପୁରା ଭରି ଦିଅନ୍ତୁ। ଅନୁଭବ କରନ୍ତୁ ବ୍ରହ୍ମାଣ୍ଡ ମୋର ନିଜର ଯୋଗ୍ୟତା ସହିତ ମୋର ସମ୍ପର୍କକୁ ପ୍ରେମର ସହିତ ସୁସ୍ଥ କରିଦେଇଛି। ମୁଁ ଏବେ ନିଜକୁ ଗଭୀର ଭାବେ ପ୍ରେମ କରୁଛି, ନିଜକୁ ସମ୍ମାନ କରୁଛି, ନିଜର ମୂଲ୍ୟକୁ ଜାଣିପାରୁଛି। ମୋର ହୃଦୟରୁ ପୁରୁଣା ନେଗେଟିଭ ବିଶ୍ୱାସ ବାହାରି ଯାଇଛି। ଏହା ସ୍ଥାନରେ ନୂଆ ଆତ୍ମବିଶ୍ୱାସ ଜନ୍ମ ନେଇଛି। ମୁଁ ମୋର ନିଜର ଜୀବନ ଯାତ୍ରାକୁ ବହୁତ ପ୍ରେମ କରୁଛି। ମୋ ପାଖରେ ଯାହା ଅଛି ସେଥିରେ ମୁଁ ବହୁତ ଗର୍ବ କରୁଛି। ବ୍ରହ୍ମାଣ୍ଡ ମୋ ପାଇଁ ସୁନ୍ଦର ଜୀବନ ଖୋଲି ଦେଇଛି କାରଣ ମୁଁ ସତରେ ପୂର୍ଣ୍ଣ ଭାବେ ଯୋଗ୍ୟ। ଏହି ବିଶ୍ୱାସ ଏବଂ ଭାବନା ସହିତ ଆପଣ ଧୀରେ ଧୀରେ ଆଖିକୁ ଖୋଲନ୍ତୁ।